ବର୍ଷ ଯେତେବେଳେ ଦେଖିଲୁ ରାସ୍ତାକୁ ପୁରା ମଡ଼େଇକି ରାସ୍ତା ସହ ଖୋଳି ପକେଇଲା ଜେସିବି ଆଣିକି, ତେଣୁ ଗାଁ ସମୂହ ଆସିକି ଠିଆ ହେଇକି ଦେଖିଲୁ, ସେ ମାନିଲାନି। ସେଇଥିପାଇଁ ଗାଁ ସମୂହ ଆସିକି ଗଛ ଆଜି ଏଇ ଯେଉଁ ଜାଗାରେ ଗଛ ଆମେ ରୋପଣ କରୁଛୁ, ଏ ଜାଗାଟି ଆମର ରକ୍ଷିତ ଜଙ୍ଗଲ, କିନ୍ତୁ ଜଣେ ବାଟୋଆର ସେ ମାନସ ବରାଳ ଏ ଜାଗାକୁ ବର୍ଷକୁ ବର୍ଷ ଖୋଳି ଖୋଳି ତା ଏରିଆ ଭିତରେ ପୁରଉଛି। ତେଣୁ ଆମେ ଚିନ୍ତା କଲୁ ଆମ ଜଙ୍ଗଲକୁ ସେ କ୍ଷୟ କରିଦେବ ନିଶ୍ଚୟ। ତେଣୁ ଆମେ ଗାଁ ଯାକ ଆଜି ଏକଜୁଟ ହୋଇ ଆସି ଏଠି ଗଛ ରୋପଣ କରୁଛୁ। କେତେ ଦିନ ପର୍ଯ୍ୟନ୍ତ କରିବେ ଆଜ୍ଞା? ଆଜ୍ଞା, ବୃକ୍ଷରୋପଣ କେତେ ଦିନ ପର୍ଯ୍ୟନ୍ତ କରିବେ? ଗଛ ରୋପଣ ତ ଚାଲିଥିବ, ପୁଣି ସିଜିନ୍ ଆସିଲେ ଆଉ ଗଛ ଲଗାଇବୁ। ଆଉ ଦାୟିତ୍ୱ କ'ଣ କେମିତି ରହିବ ବୃକ୍ଷରୋପଣ? ଦାୟିତ୍ୱ ଆମ ଗାଁର ସମ୍ପୂର୍ଣ୍ଣ ରହିଛି। ଆମେ 3ଟା ଜଙ୍ଗଲ ରଖିଛୁ। ଗାଁର ପୂର୍ବ ପାଖରେ ଗୋଟିଏ ଏବଂ ଦକ୍ଷିଣ ପଟେ ଗୋଟେ, ଏଇଟା ଉତ୍ତର ପଶ୍ଚିମ ପଟେ ଏଇ ଜଙ୍ଗଲଟି। ଏଇଟା ଗାଁକୁ ଲାଗିକିରି ଜଙ୍ଗଲ ଅଛି। ଏଇଟା ଏଫଏସ୍ଏଲ୍ ବାଲା ବି ଆମକୁ ସହଯୋଗ କରୁଛନ୍ତି, ଫରେଷ୍ଟ ବାଲା କରୁଛନ୍ତି। କିନ୍ତୁ ସେଇ ଲୋକ ଯେହେତୁ କଥା ମାନୁଲେ, ଆସ୍ତେ ଆସ୍ତେ ଆମ ଜାଗାକୁ ଆକ୍ୱାର କରି ଗଛ ଏଇ ତାର ଚାଷ କରୁଛନ୍ତି। ତେଣୁ ଆମେ ଆଜି ତାପରେ ଆଉ ଗୋଟିଏ ବଡ଼ ଜିନିଷ ହେଲା, ଆମେ ହେଉଛୁ ସମ୍ପୂର୍ଣ୍ଣ ଆଦିବାସୀ ଗଣଜାତୀୟ ଲୋକ। ସରକାର ଆମ ପାଇଁ ଜଙ୍ଗଲ ଜମି ଅଧିକାରରେ ବହୁତ ପ୍ରୋତ୍ସାହନ ଦେଉଛି। ତେଣୁ ସେଇ ଦୃଷ୍ଟିରୁ ଆମେ ଆଜି ଏଠି ଏକତା ହେଇକି ଗଛ ଲଗାଉଛୁ। ଏଇ ଜାଗାଟା ଆଜ୍ଞା 28 ବର୍ଷ ହେଲାଣି ଗାଁ ଦାବି ସେ ଲୋକ ଆଉ ମାନୁନି। ତେଣୁ ଏଇ ବର୍ଷ ଯେତେବେଳେ ଦେଖିଲୁ ରାସ୍ତାକୁ ପୁରା ମଡ଼େଇକି ରାସ୍ତା ସହ ଖୋଳି ପକେଇଲା ଜେସିବି ଆଣିକି, ତେଣୁ ଗାଁ ସମୂହ ଆସିକି ଠିଆ ହେଇକି ଦେଖିଲୁ, ସେ ମାନିଲାନି। ସେଇଥିପାଇଁ ଗାଁ ସମୂହ ଆସିକି ଗଛ ଗାତ ଖୋଳିକି ଗଛ ଲଗାଉଛୁ। ଆଜ୍ଞା, ଦାୟିତ୍ୱ କ'ଣ ରହିବ ଗଛ ପ୍ରତି ଯେଉଁ ଆପଣ? ଗାଁ ସମୂହ ଆସିକି ଦାୟିତ୍ୱ କରିବୁ। ଯେହେତୁ ବର୍ତ୍ତମାନ ଖରା ଦିନ ବର୍ଷା ଦିନ ଆସିବ, କିନ୍ତୁ ତା ପୂର୍ବରୁ ବଞ୍ଚାଇବା ପାଇଁ କ'ଣ ବ୍ୟବସ୍ଥା ସବୁ? ଏହା ସବୁ ପାଣି ନିଜେ ସବୁ ବାଲ୍ଟିରେ ଆଣିକି ପୋଖରୀରୁ ପକେଇକି ଗଛ ବଞ୍ଚେଇବୁ। ଏଇ ଜାଗାଟା ଆମର ଗ୍ରାମ୍ୟ ଜଙ୍ଗଲ ଏରିଆର ଜାଗା, କିନ୍ତୁ ଆକୁ ଅମାନିଆ ହେଇ ସେ ଲୋକ ଜବରଦସ୍ତ ଚାଷ କରୁଛି। ତେଣୁ ଆମେ ତାକୁ ଗଛ ଲଗାଇ ଦେଉଛୁ। ଆଗରୁ କେତେ ଥର ଭଳିଆ ତାଙ୍କୁ ମନା କରାଯାଏ? ୟାକୁ ମନା କରାହେଉଛି ବହୁତ ଥର, ସେ ମାନୁନି। ଥରକୁ ଥର ସେ ଜଙ୍ଗଲକୁ ସଫା କରୁଛି। ତେଣୁ ଆମେ ଜଙ୍ଗଲ କରୁଛୁ। ଯଦି ପୁଣି ଆଉ ଥରେ ଆପଣ ଗଛ ରୋଇବା ପରେ ଦୃଢ଼ ପଦକ୍ଷେପ ନିଆଯିବ। ଏଇ ଯେଉଁ ବିଲଟା ଦେଖିଲେ ଆପଣ ଗଛ ରୋପଣ, ଏଇ ଯେଉଁ ବିଲଟା ଯାହାର ଅଛି ସେ ଲୋକଟି ଅମାନିଆ ମାନୁନଥିବାରୁ ଏଇ ଯେଉଁ ଆମ ଗାଁ ଲୋକ ଏକାଠି ହେଇକିନା ଏ ଗଛ ରୋପଣ କରାହେଇଛି। ଯିଏକି ସେ ବିଲ ଯେତିକି ଥିଲା ତାଠୁ ଆହୁରି ସରକାର ଜାଗା ଆହୁରି ମାଡ଼ି ବସୁଛି, ଯେଉଁଟାକି ଆମ ଗାଁ ରେଣ୍ଟ ମାନେ ଗାଁ ସୀମା। ତ ସେଇ ବିରୋଧୀକୁ ଆମକୁ ନ ମାନିବାରୁ ଆମେ ଏଇ ଜିନିଷଟା କଲୁ। ଆଉ ଯଦି ଆଗାମୀ ଦିନରେ ସେ ନ ମାନନ୍ତି? କ'ଣ କହିଲେ? ଆଗାମୀ ଦିନରେ ଯଦି ସେ ନ ମାନନ୍ତି ପୁଣି ପୁନର୍ବାର ଚାଷ କରନ୍ତି? ଯଦି ଆଗକୁ ନ ମାନନ୍ତି ତାହେଲେ ଆଗକୁ ଦୃଢ଼ କପ ନିଆଯିବ ଆଉ।